ଦର୍ଶକବନ୍ଧୁ ଖଣ୍ଡପଡା ନିର୍ବାଚନ ମଣ୍ଡଳୀର ଭାପୁର ବ୍ଲକରେ 206 କୋଟି ଟଙ୍କାର ଭ୍ରଷ୍ଟାଚାର ହେଇଥିବା ଘଟଣା ସାମ୍ନାକୁ ଆସିବା ପରେ ଏବେ ରାଜ୍ୟ ରାଜନୀତି ଏଇଥିପାଇଁ ଅଧିକ ଜୋରଦାର ଚର୍ଚ୍ଚିତ ହେଇଛି ଏବଂ ଚର୍ଚ୍ଚାର ଖୋରାକ ମିଳିଛି ଯେ ବିଜୁ ଜନତା ଦଳ ସରକାର ସମୟରେ 2017ରୁ 2022 ମସିହା ଭିତରେ ବିଜୁ ଜନତା ଦଳର ନେତା ଗୟାଧର ପରିଡା ଏଭଳି ଏକ ଭ୍ରଷ୍ଟାଚାରରେ ନିଜେ ସମ୍ପୃକ୍ତ ଥିବା ନେଇକି ଲୋକାୟୁକ୍ତ ଏବଂ ମାନ୍ୟବର ହାଇକୋର୍ଟ ରିପୋର୍ଟ ଦେବା ପରେ ଏବେ ଗୟା ପରିଡା ଭାରତୀୟ ଜନତା ପାର୍ଟିରେ ମିଶି ଯାଇଛନ୍ତି। ଏବେ ଗୟା ପରିଡାଙ୍କ ବିରୋଧରେ ଯେଉଁ ତଦନ୍ତ କ୍ରାଇମ ବ୍ରାଞ୍ଚ କରୁଛି ସେ ତଦନ୍ତରେ ଶିଥିଳତା ଦେଖିବାକୁ ମିଳିଛି। ଏଭଳି ସ୍ଥିତିରେ ବର୍ତ୍ତମାନ এই ଘଟଣା এই ମାମଲା ମାନ୍ୟବର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବାକୁ ଯାଉଛି। ଏହା ଉପରେ ଏକ ପିଆଇଲ କରିବା ପାଇଁ ଯାଉଛନ୍ତି ଦିଲ୍ଲୀର ସୁପ୍ରିମକୋର୍ଟର ବରିଷ୍ଠ ଓକିଲ ବିଧାନ ପ୍ରଧାନ। ଆମ ସହିତ ବିଧାନ ପ୍ରଧାନ ଅଛନ୍ତି, ଆମେ ତାଙ୍କ ସହିତ ଆଲୋଚନା କରିବା। ବିଧାନ ବାବୁ, ଆପଣଙ୍କୁ କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛି। ନମସ୍କାର। ମୁଁ ଆପଣଙ୍କଠୁ ଜାଣିବା ପାଇଁ ଚାହେଁ, ଆପଣ ତ ଖୁଦ ନିଜେ ଖଣ୍ଡପଡା ଅଞ୍ଚଳର ଆଉ ଏବେ ହଁ ସୁପ୍ରିମକୋର୍ଟର ଓକିଲାତି କରୁଛନ୍ତି। ହଁ ଏଇ ଯୋଉ ଖଣ୍ଡପଡା ବିଧାନସଭା କ୍ଷେତ୍ରର ଭାପୁର ବ୍ଲକରେ ଯୋଉ 206 କୋଟି ଟଙ୍କାର ଘୋଟାଲା ଭ୍ରଷ୍ଟାଚାର ସ୍କାମ କୁହାଯାଉଛି ହେଇଛି, ଏହାକୁ ନେଇକି ଯଦିଓ କ୍ରାଇମ ବ୍ରାଞ୍ଚ ଘଟଣାର ତଦନ୍ତ କରୁଛି ଆଉ ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଠିକ ଏଭଳି ସମୟରେ ପିଆଇଏଲ ର ଆବଶ୍ୟକତା କାହିଁକି ପଡିଲା? ଦେଖନ୍ତୁ ସୁନୀଲ ବାବୁ, 2017-21 ପୂର୍ବରୁ 2024 ପୂର୍ବରୁ ସରକାର ବିଜୁ ଜନତା ଦଳ ଥିଲା। ବିଜୁ ଜନତା ଦଳର ଯୋଉ ପାଣ୍ଡିଆନ, ବିକେ ପାଣ୍ଡିଆନ, ସୁଜାତା କାର୍ତିକାନ ଯୋଉ ଦୁର୍ନୀତି କରିଛନ୍ତି, ଭାପୁର ବ୍ଲକ ନୁହେଁ 314 ବ୍ଲକ ଦୁର୍ନୀତି କରିଛନ୍ତି। 365 ବ୍ଲକ 365 ବ୍ଲକ, ସରି 365 ବ୍ଲକ ଦୁର୍ନୀତି କରିଛନ୍ତି। ହୁଁ। ଖାଲି ଭାପୁର ବ୍ଲକ ପିଆଇଏଲ ହଉ ନାହିଁ, 365 ବ୍ଲକକୁ ନେଇକି ପିଆଇଏଲ ହବ। ଆଚ୍ଛା, ଏବଂ ଆମେ ପିଆଇଏଲ କରିବାର କାରଣ ହେଲା ଯେ ଏଠି ନରେଗା, ମିଶନ ଶକ୍ତି ଗୃହ ଏବଂ ଫଲ୍ସ ବିଲ୍ କରି ଯୋଉ ବିଜୁ ଜନତା ଦଳର ସରକାର ଏବଂ ସୁଜାତା କାର୍ତିକ ପାଣ୍ଡିଆନ, ଭିକେ କାର୍ତିକ ପାଣ୍ଡିଆନ ଦି ଜଣ ଓଡିଶାକୁ ହରିଲୁଟ କରିଛନ୍ତି। ତାଙ୍କ ବିରୁଦ୍ଧରେ ଆମେ ଖଣ୍ଡପଡା ନିର୍ବାଚନ ମଣ୍ଡଳୀର ଭାପୁର ବ୍ଲକର କୁ ପାର୍ଟି କରି ଭିକ୍ଟିମ କରି ପାର୍ଟି କରେଇ ଏବଂ ତାଙ୍କ କୁ ମୋହରା ବନେଇ 365 ବ୍ଲକକୁ ତଦନ୍ତ ନିର୍ଦ୍ଦେଶ କରିବା ପାଇଁ ସୁପ୍ରିମକୋର୍ଟରେ ଅପିଲ କରାଯିବ। ସେଥିପାଇଁ ତା ପାଇଁ ପେପର ୱାର୍କ ଚାଲିଛି। ଆପଣଙ୍କୁ 2 ଦିନ ଭିତରେ ଆପଣଙ୍କୁ ବିଧାନ ବାବୁ, ଆପଣଙ୍କୁ ଲାଗୁଛି କି ଯେ ଭାପୁର ବ୍ଲକରେ ଯଦି 206 କୋଟି ଟଙ୍କାର ସ୍କାମ ହେଇପାରିଲା ଆଉ ଏଥିରେ ବିଜୁ ଜନତା ଦଳର ନେତା ସେ ସମୟର ଗୟାଧର ପରିଡାଙ୍କର ସମ୍ପୃକ୍ତି ରହିଥିବା କଥା ସ୍ପଷ୍ଟ ଭାବେ ଜଣା ପଡିବା ପରେ ଆପଣଙ୍କୁ ଲାଗୁଛି ଯେ ବର୍ତ୍ତମାନ ଆଉ ଯୋଉ 364 ବ୍ଲକ ରହିଲା ଓଡିଶାର, ସେଇ 364 ବ୍ଲକରେ ମଧ୍ୟ ବିଜୁ ଜନତା ଦଳ ସରକାର ସମୟରେ ଭ୍ରଷ୍ଟାଚାର ହେଇଛି? 100% ହେଇଛି। ଯଦି ଗୋଟେ ଭାପୁର ବ୍ଲକରେ 206 କୋଟି ଟଙ୍କା ଭାପୁର ବ୍ଲକରେ ବିଜୁ ଜନତା ଦଳ ସମୟରେ ହେଇପାରିଲା, 365 ବ୍ଲକରେ 64 ବ୍ଲକରେ ଅସୁବିଧା କିଛି ନାହିଁ। ଆପଣ 364 ଦୁଇଗୁଣ ହିସାବ କରିଦିଅନ୍ତୁ, ମାନେ 4000 କୋଟିର ସ୍କାମ ହେଇଛି, 6000 କୋଟିର ସ୍କାମ ହେଇଛି। 6000 କୋଟିର ସ୍କାମ ଟା ଏବଂ ଗଭର୍ଣ୍ଣମେଣ୍ଟ ଅଫ ଇଣ୍ଡିଆ ଡବଲ ଇଞ୍ଜିନ ସରକାରର ପଇସାକୁ ହରିଲୁଟ କରିବେ ବିଜୁ ଜନତା ଦଳର ଭିକେ କାର୍ତିକ ପାଣ୍ଡିଆନ, ସୁଜାତା କାର୍ତିକେୟନ। ବିଧାନ ବାବୁ, ସେ ସମୟରେ 2017ରୁ 2022 ମସିହା ଭିତରେ ଯେତେବେଳେ ଭାପୁର ବ୍ଲକରେ ଦୁର୍ନୀତିର ଗନ୍ଧ ସାମ୍ନାକୁ ଆସିଲା, ଠିକ ସେଇ ସମୟରେ ଯେତେବେଳେ ମିଶନ ଶକ୍ତି ଗୃହରେ ଘୋଟାଲା ହେଇଥିବା କଥା ସାମ୍ନାକୁ ଆସିଲା, ଖୁଦ ମିଶନ ଶକ୍ତିର ସଚିବା ସେ ସମୟର ସଚିବ ସୁଜାତା କାର୍ତିକେୟନ ଏହାକୁ ଏକ ତଦନ୍ତ ନିର୍ଦ୍ଦେଶ ନିଜେ ଖୁଦ ଦେଇଥିଲେ ଆଉ ଏହାକୁ ନେଇକି ଲୋକାୟୁକ୍ତରେ ମାମଲା ମଧ୍ୟ ଦାୟର ହେଲା ଏବଂ ଲୋକାୟୁକ୍ତ 80 କୋଟିରୁ 206 କୋଟି ଟଙ୍କା ଦୁର୍ନୀତି ହେଇଥିବା କଥା ସାମ୍ନାକୁ ଆଣିଲେ। ଯଦିଓ ବର୍ତ୍ତମାନ ବିଜୁ ଜନତା ଦଳର ସରକାର
ଯଦି ଥାନ୍ତା ତାହେଲେ ଆପଣଙ୍କୁ ଲାଗୁଛି କି ଯେ ଏ ଘଟଣାର ତଦନ୍ତ ହେଇଥାନ୍ତା ଆଉ ଗୟାଧର ପରିଡ଼ାଙ୍କ ଭଳି ଭ୍ରଷ୍ଟାଚାରୀ ଜେଲ ଯାଇଥାନ୍ତେ? ଦେଖନ୍ତୁ ବିଜୁ ଜନତା ଦଳ ସରକାର ଥିଲେ କଦାପି ଜେଲ ଯାଇନଥାନ୍ତେ। ଇଏ ଡବଲ ଇଞ୍ଜିନ ସରକାରର ଲୋକଙ୍କର ମନେବର ମୁଖ୍ୟମନ୍ତ୍ରୀଙ୍କର ଆପଣ ଦେଖନ୍ତୁ ଏବେ ଗୋଟେ ଇଡି ରେଡ୍ କଲା ଆପଣଙ୍କର ମାଇନିଂ ରେ। ହୁଁ। କାହିଁକି? ମୁଖ୍ୟମନ୍ତ୍ରୀ ଭାରତୀୟ ଜନତା ପାର୍ଟି ପ୍ରଥମ କରି ସରକାର ଆସିଛି ଏବଂ ଲୋକଙ୍କୁ ଆଶା ଓଡ଼ିଶାକୁ ଦେଇକି ଆସିଛି। ଭାରତୀୟ ଜନତା ପାର୍ଟି ବିରୋଧୀଙ୍କ ଦୟାରେ ଜିତି ନାହିଁ। ମାନ୍ୟବର ମୁଖ୍ୟମନ୍ତ୍ରୀ ବିରୋଧୀଙ୍କ ଦୟାରେ ମୁଖ୍ୟମନ୍ତ୍ରୀ ହେଇନାହାନ୍ତି। ଓଡ଼ିଶାଙ୍କର ଭଲ ପାଇବା, ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭଲ ପାଇବାରେ ଓଡ଼ିଶା ସରକାରକୁ, ବିଜୁ ଜନତା ଦଳ ଲୁଣ୍ଠନ ସରକାରକୁ ଲୋକ କବର ଦେଇକି ଭାରତୀୟ ଜନତା ପାର୍ଟି ସରକାରକୁ ଆସିଲେ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ଆପଣ ଦେଖନ୍ତୁ କୋଉ ଦଳ ଲୋକ ବି ତାଙ୍କ ପାଖରେ କ୍ଷମା ନାହିଁ। ପୂର୍ବରେ ଗୋଟେ ପୋଲିସ ଏସଆଇ ସ୍କାମ ହେଇଥିଲା ଆପଣ ଜାଣିଥିବେ, ସାଙ୍ଗେ ସାଙ୍ଗେ ତାଙ୍କୁ ସିବିଆଇ କୁ ଦିଆଗଲା। ମାନ୍ୟବର ମୁଖ୍ୟମନ୍ତ୍ରୀ ସବୁବେଳେ ସଚ୍ଚୋଟ ଏବଂ ଭାରତୀୟ ଜନତା ପାର୍ଟିର ସେବକ, ଓଡ଼ିଶାର ସେବକ ହିସାବରେ ସିଏ କେବେ ଦୁର୍ନୀତିକୁ ପ୍ରଶ୍ରୟ ଦେବେ ନାହିଁ। ନିଶ୍ଚୟ ତାଙ୍କ ନଜରକୁ ଆସିଲେ ସିଏ ଆପଣଙ୍କୁ ଏତିକି କଥା ମୁଁ କହୁଛି, ଯେତେ ଆପଣ ଦେଖନ୍ତୁ ଓଡ଼ିଶାରେ ସବୁ ବନ୍ଧା ହେଲେଣି, ଭାରତୀୟ ଜନତା ପାର୍ଟି ବାନ୍ଧୁଛି, ବିଜୁ ଜନତା ଦଳ ଚୋରକୁ ଘଣ୍ଟା ଘୋଡାଉଛି। ମୋହନ ସରକାର ଲୋକଙ୍କର ମୁଖ୍ୟମନ୍ତ୍ରୀ, ଯିଏ ନିଜ ଦଳ ଲୋକ ଭୁଲ କଲେ ବି ବାନ୍ଧିବେ। ଇଏ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ନିର୍ଦ୍ଦେଶ। ମୋର ପ୍ରଶ୍ନ ହଉଛି ବିଧାନ ବାବୁ ଯେ ବର୍ତ୍ତମାନ ଏ ଘଟଣା ଇଓଡବ୍ଲ୍ୟୁ ଅର୍ଥାତ କ୍ରାଇମବ୍ରାଞ୍ଚ ରେ ଯେତେବେଳେ ଅଛି ଆଉ ଏ କ୍ରାଇମବ୍ରାଞ୍ଚ ଘଟଣାକୁ ତଦନ୍ତ ନ କରିକି ଗୟାଧର ପରିଡ଼ାଙ୍କୁ ସୁରକ୍ଷା ଦିଆଯାଉଛି ଏଇଥିପାଇଁ ଯେ ଗୟାଧର ପରିଡ଼ା ଏବେ ଭାରତୀୟ ଜନତା ପାର୍ଟିରେ ମିଶି ଯାଇଛନ୍ତି। ଆଉ ଚର୍ଚ୍ଚା ହଉଛି ଯେ ଭାରତୀୟ ଜନତା ପାର୍ଟି ତାଙ୍କୁ ୱାସିଂ ମେସିନରେ ୱାଶ କରିକି ତାଙ୍କ ଦୁର୍ନୀତି ଭ୍ରଷ୍ଟାଚାରକୁ ମଧ୍ୟ ସବୁଦିନ ପାଇଁ ପୋଛି ଦେଇଛି। ଆପଣ ଭୁଲ କଥା। ଭାରତୀୟ ଜନତା ପାର୍ଟି ଏଭଳିଆ ପାର୍ଟି, ସର୍ବବୃହତ ପାର୍ଟି। ଭାରତୀୟ ଜନତା ପାର୍ଟି ପାହାଡ ଉପରେ ଆମେ ମାନେ ହେଲେ ଟେକା। ପାହାଡ ଉପର କଥା କୁହନ୍ତୁ ନାହିଁ। ଭାରତୀୟ ଜନତା ପାର୍ଟି ମୁଁ ଟିକେ ପୂର୍ବରୁ କହିଛି ଆପଣଙ୍କୁ ଯେ ନିଜ ଦଳ ଲୋକ ଯଦି ଭୁଲ କରନ୍ତି ତାହେଲେ କ୍ଷମା ବି ନାହିଁ। ଦୁର୍ନୀତି ବିରୁଦ୍ଧରେ, ଭ୍ରଷ୍ଟାଚାର ବିରୁଦ୍ଧରେ ଏବଂ ଲୁଣ୍ଠନକାରୀ ବିରୁଦ୍ଧରେ ଭାରତୀୟ ଜନତା ପାର୍ଟି ସବୁବେଳେ ଛିଡା ହେଇଛି, ଛିଡା ହବ। ଗୟାଧର ପରିଡ଼ାଙ୍କୁ କାହିଁକି ଏଯାବତ ଗିରଫ କରାଯାଇ ନାହିଁ? ଗୟାଧର ପରିଡ଼ା ଯୋଉ ଆପଣ କହିଲେ ନିର୍ବାଚନ ସମୟରେ ଆସିଛନ୍ତି, ବହୁତ ଲୋକ ଆସିଛନ୍ତି, ବହୁତ ଲୋକ ଯାଇଛନ୍ତି। ନିର୍ବାଚନ ହେଲା ମହାବାତ୍ୟା। ମହାବାତ୍ୟାରେ କିଏ ଆସିବ ନ ଆସିବ ଭାରତୀୟ ଜନତା ପାର୍ଟି ତା ହିସାବ କିତାବ ରଖେନି। ଯିଏ ଭାରତୀୟ ଜନତା ପାର୍ଟିକୁ ଭଲ ପାଏ, ଭାରତୀୟ ଜନତା ବିଚାରଧାରାକୁ ଭଲ ପାଏ, ସେ ଦୁର୍ନୀତି କରେ ନାହିଁ। ଯଦି ସେ ଦୁର୍ନୀତି କରିଥିବେ ଗୟାଧର ପରିଡ଼ା, ପିଆଇଏଲ ସୁପ୍ରିମକୋର୍ଟରେ କାଲି 12ଟା ବେଳେ ଆପଣ ଦାଖଲ ହବ। କାଲି 12ଟା ବେଳେ ଆମର ଆଇପିଏସ୍ ଆପଣ ଜାଣିଥାନ୍ତୁ 497/2006 329 section 2026 section CR 485 section 19 of criminal no 186/4 case number CRPC 167 or 4974. हेलो हेलो 4974 ଆପଣଙ୍କର ପୁଣି ଆପଣଙ୍କୁ କହିବାକୁ ଚାହେଁ ଯେ 409/120 of the IPC 409/120 448/506 2323 344 ଏବଂ 34 ये offense ଆପଣଙ୍କୁ cognizance must of the educate of the right and responsibility period
the principal is any Y ability property not delay the power quid left G. Justice, Chief Justice is going to consider the consider of request section. ये आपणकर ये दफा लगे कि काली आपणकर फ्राइडे 12टा बेले एक्ट 2002 रे आमे काली फाइल करिवु पीआईएल एथि पई मते विधान बाबू गोटे कथा स्पष्ट भाव कहतु जे जो वर्तमान भवपुर ब्लॉक रो 206 कोटी टंका स्कैम को नेकी जेतले पुणी थरे प्रश्न छिड़ा हिची आउ याकू नेकी क्राइम ब्रांच जेतले घटनार तदंत करूची बोली कहूची किंतु 28/8/2025 ठारू जेतले माननीय हाईकोर्ट क्राइम ब्रांच को तदंत करिया पे निर्देश देइचंती किंतु एजाबत क्राइम ब्रांच ए घटनार कौनसी तदंत न करिकी मुख्य अपराधी जी गयाधर परिडा जहां कुहा जाउची भ्रष्टाचार रे संपृक्त अछंती तांको सहित आउ 2-3 जण मध्य या सहित अछंती गयाधर परिडा एवं ज्योति रंजन पंडा जोगेंद्र कुमार स्वाई इमानक ना जेतले सामना को आसुची एवं आउ जोगेंद्र कुमार स्वाई इमानक ना जेतले सामना को आसुची एपर्यंत कोनोसी तदंत आगु को न जीवा पछर कारण एया जे आपण बाध्य होउचंती पीएल करिया पई बाध्य सेति पई नुहे मोर 300 खंडपड़ा भापुर ब्लॉक को मिसई 364 ब्लॉक रे मोर पीएल हबो खंडपड़ा भापुर ब्लॉक को मु पार्टी करिछि वर्सेस पूर्वतन 2017 रु 2022 जो गवर्नमेंट थिला गवर्नमेंट विरुद्ध रे बिजु जनता दल विरुद्ध रे आमे पीएल करूछु एवं से पीएल टा तापरे सरकार को नोटिस जीवो निश्चय सेथिरे एनओसी मिलिबा हमकु एवं पीएल हबो एवं सीबीआई तदंत खूब जल्दी हबो ए पीएल स्टैंड करिवो कोर्ट रे 100% सुप्रीम कोर्ट रे पीएल 100% स्टैंड करिवो तला आपण सेक्शन 197 सीआरपीसी नहीं विधान बाबू आपण स्पष्ट 120 बी आईपीसी Honorable Supreme Court is the certificate when the section under section 197 of CRPC. नहीं विधान बाबू आपण स्पष्ट भाव कहू चाहूचंदी जे मान्यवर सुप्रीम कोर्ट ए घटनार सीबीआई तदंत पई निर्देश देबे विश्वास आपनकर मान्यवर अदालत को ऊपर अछि अदालत को ऊपर अछि सीबीआई को ऊपर अछि सीबीआई गोटे बड़ भारत वर्ष रे सीबीआई गोटे सचोट और न्याय देथिबा लोक देखछन सीबीआई जाको बिना कारण का भर्ती करे ने बहुत हमर को आजे पंजुर भीतर सुआ होची सीबीआई नहीं भारतीय जनता पार्टी सीबीआई ऊपर आंगुल निर्देश करंतुनी सीबीआई गोटे एमिति संस्था जे दुर्नीति मूलोत्पाटन कराए सीबीआई एभली संस्था जे दुर्नीति जे करे ताकू क्षमा दिए नाही ए घटनार सीबीआई तदंत निर्देश मान्यवर सुप्रीम कोर्ट देबे की 100% देबे मु आपन को टिके पूर्व कहिछि तबे गयाधर परिडा मु आपन को कहिछि ऑनरेबल ऑफ सुप्रीम कोर्ट has clarified the when section under the section of the 97 of the CRPC is requirement for proceeding of public is public पाई सुप्रीम कोर्ट सब बेले अछि ओके विधान बाबू मते आ गोटे कथा रो उत्तर मु जानिया पई चाहूची जे गयाधर परिडा ना रे जेतेबेले लोकायुक्त रे मामला हला लोकायुक्त जेतेले कहिले बापुर ब्लॉक रे 206 कोटी टंका स्कैम हेची घोटाला हेची ता परे भारतीय जनता पार्टी केमिति जानी सुनी की गयाधर परिडा को दल भितर को नेला सेटा भारतीय जनता पार्टी जानिनी बात्या आपण गोटे कथा कहबी जेते महाबात्या आसे गोटे गछरे साप थिबो बेंग थिबो झिंटिपिटी थिबो समस्ते थिबे के गाउ खाइबेनी बात्या सरी गला पर समस्ते आहरण करिवे भारतीय जनता पार्टी महाबात्या एबे मुख्यमंत्री लोकों को भारतीय जनता पार्टी को ऊपर आस्था अछि भारतीय जनता पार्टी
ଯେତିକି ଆଜି ଯାହା ବିକାଶ କରିଛି ସାରା ଦେଶରେ ଆପଣ ମାନେ ଜାଣିଛନ୍ତି ଭାରତୀୟ ଜନତା ପାର୍ଟି ଓଡିଶାରେ ବିକାଶ କରିବାରେ ପୁରା ସୁଅ ଛୁଟି ସାରିଛି, ସାରା ସେଇ ଇନଭେଷ୍ଟ ଆସି ସାରିଛି। ଭାରତୀୟ ଜନତା ପାର୍ଟି ଲୋକଙ୍କର ମୁଖ୍ୟମନ୍ତ୍ରୀ ବିଧାନ ବାବୁ ମାନ୍ୟବର ମୋହନ ଆପଣଙ୍କୁ ମାଝୀ କାହିଁକି ପିଆଇଲ କରିବାକୁ ପଡୁଛି? କାହିଁକି ପିଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏ ବାହାପୁର ବ୍ଲକର ଏଇ ଭାପୁର ଭ୍ରଷ୍ଟାଚାର ଉପରେ ବ୍ଲକ ପାଇଁ ସିବିଆଇ ତଦନ୍ତ କରାଯାଉନି, ନିର୍ଦ୍ଦେଶ ଭାପୁର ଦେଉନାହାନ୍ତି? ବ୍ଲକ କୁ ମିଶେଇକି 364 ବ୍ଲକ କରାଯାଉଛି। ବିଜୁ ଜନତା ଦଳର ଚୋର, ବିଜୁ ଜନତା ଦଳ ସରକାର କେମିତି ଲୁଠନ କରୁଛି ପର୍ଦ୍ଦାଫାଶ କରିବା ପାଇଁ, ସାରା ଓଡିଶା ଲୋକ ଜାଣିବା ପାଇଁ এটা ମୁଁ ପିଆଇଲ କରୁଛି। এটা ଭାରତୀୟ ଜନତା ପାର୍ଟି ପିଆଇଲ କରୁନି, ମୁଁ ଓକିଲ ହିସାବରେ ପିଆଇଲ କରୁଛି ଯେ 364 ବ୍ଲକରେ କେତେ ଦୁର୍ନୀତି ହୋଇଛି। ଭାପୁର ବ୍ଲକ ଦୁର୍ନୀତି କ୍ଷେତ୍ରରେ ଗୋଟେ ଉଦାହରଣ। ଭାପୁର ବ୍ଲକରେ 206 କୋଟି ଯଦି ଦୁର୍ନୀତି ହେଇପାରିଲା, 364 ବ୍ଲକର ଦୁର୍ନୀତିଟା କେତେ ଆପଣଙ୍କ ଚେର ଲମ୍ବିଛି। ଲୋକଙ୍କୁ ଜଣେଇବା ପାଇଁ, ଲୋକ ଲୋଚନକୁ ଆସିବା ପାଇଁ ବିଜୁ ଜନତା ଦଳର ସରକାର କେମିତି ଲୁଠନ କରୁଥିଲା ତାକୁ ଜଣେଇବା ପାଇଁ ମୁଁ ପିଆଇଲ କରୁଛି। এটা ଭାରତୀୟ ଜନତା ପାର୍ଟି କରୁନି। ଗୋଟେ ଓକିଲ ହିସାବରେ, ଗୋଟେ ସାଧାରଣ ଲୋକ ହିସାବରେ, ଓଡିଶାର ଜନତା ହିସାବରେ, ଖଣ୍ଡପଡା ବାସୀ ହିସାବରେ, ଗୋଟେ ସ୍ୱାଭିମାନୀ ହିସାବରେ, ଗୋଟେ ଅସ୍ମିତା ହିସାବରେ ମୁଁ 364 ବ୍ଲକ ପାଇଁ କରୁଛି ଏବଂ ଖଣ୍ଡ ଭାପୁର ବ୍ଲକକୁ ମୋହରା କରୁଛି। ଭାପୁର ବ୍ଲକ 206 କୋଟି ଯଦି ସିବିଆଇ ତଦନ୍ତ କରାଯିବ, 364 ବ୍ଲକ ସବୁତକ ତଦନ୍ତ କରାଯିବା ଦରକାର। ଓକେ, ବହୁତ କଲେ ବହୁତ ଧନ୍ୟବାଦ ବିଧାନ ବାବୁ। এই ଘଟଣାକୁ ନେଇକି ବର୍ତ୍ତମାନ ମାନ୍ୟବର ସୁପ୍ରିମକୋର୍ଟକୁ ପାଖରେ ପିଆଇଲ କରିବା ପାଇଁ ଯାଉଛନ୍ତି ଏବଂ ଯେଉଁଭଳି ଭାବରେ ବର୍ତ୍ତମାନ ଖଣ୍ଡପଡା ନିର୍ବାଚନ ମଣ୍ଡଳୀର ଭାପୁର ବ୍ଲକରେ ହୋଇଥିବା 206 କୋଟି ଟଙ୍କାର ଘୋଟାଲାକୁ ନେଇକି ବର୍ତ୍ତମାନ ସାରା ଦେଶରେ ଜୋରଦାର ଚର୍ଚ୍ଚା ହଉଛି ଏବଂ ଘୋଟାଲାର ମାଷ୍ଟର ମାଇଣ୍ଡ ଗୟାଧର ପରିଡ଼ାଙ୍କୁ ଭାରତୀୟ ଜନତା ପାର୍ଟି ସୁରକ୍ଷା ଦେଉଥିବା ନେଇକି ଚର୍ଚ୍ଚା ହଉଛି। ଏହାକୁ ନେଇକି ମାନ୍ୟବର ସୁପ୍ରିମକୋର୍ଟଙ୍କ ପାଖରେ ଏ ପିଆଇଲ ଦାଖଲ ହେବା ପରେ ମାନ୍ୟବର ସୁପ୍ରିମକୋର୍ଟ ଯଦି ସିବିଆଇ ତଦନ୍ତ ନିର୍ଦ୍ଦେଶ ଦିଅନ୍ତି, ତାହେଲେ ବିଧାନ ପ୍ରଧାନଙ୍କ କହିବା ଅନୁସାରେ କେବଳ ଭାପୁର ବ୍ଲକ ନୁହେଁ, ଆଉ ଯୋଉ ବାକି 364 ବ୍ଲକ ରହିଲା, 364 ବ୍ଲକରେ ମଧ୍ୟ ପିସି କାରବାର ଚାଲିଥିଲା, ସେଠି ମଧ୍ୟ ଭ୍ରଷ୍ଟାଚାର ହଉଥିଲା। ଏ ଭ୍ରଷ୍ଟାଚାର ମଧ୍ୟ ଖୁଲାସା ହେଇପାରିବ। ବହୁତ ବହୁତ ଧନ୍ୟବାଦ ଆମ ସହିତ ତାଙ୍କର ମୂଲ୍ୟବାନ ସମୟ ଦେଇଥିବାରୁ ବିଧାନ ବାବୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ନମସ୍କାର।